ଏଇଟା ଉଠି ଉଠି ବାହାରିଲେ ମୋର କବାଟ ଦେବ। ଗୋଟେ ମିନିଟ୍ ଶୁଣ, କଣ ଫାଇନାଲ କଲ? ଏଇ ଘରେ ତମ ବୋଉ ରହିବେ ନହେଲେ ମୁଁ ରହିବି? ମୁଁ ଫାଇନାଲ କରିଛି ଏଇ ଘରେ ମୋ ବୋଉ ରହିବ। ଆରେ ପାଗଳ ହେଇଗଲେଣି ନା କଣ? ମୁଁ ତମ ସ୍ତ୍ରୀ, ମୁଁ ତମ ସାଙ୍ଗରେ ସବୁବେଳେ ରହିବି। ଆଉ ତମ ବୋଉ ଆଉ କେତେ ଦିନ ସିଏ ବଞ୍ଚିବେ? ଆରେ ମୁଁ ତ ସେଇ କଥା କହୁଛି, ସେ ଅଳ୍ପ ଦିନ ବଞ୍ଚିବ, ତୁ ସେ ଅଳ୍ପ ଦିନ ମୋ ପାଖରେ ରହିବୁ, ଆଉ ହସ ଖୁସିରେ ତା ଜୀବନଟା ଚାଲିଯାଉ। ଗୋଟେ କଥା କହିଲ, ତମ ବୋଉ ତମ ପାଇଁ କଣ କରିଛନ୍ତି? ତମ ବୋଉ ପାଇଁ ଏତେ କାହିଁ ମରିଯାଉଛ କହିଲ? ସିଏ ତ ଆମ ପାଇଁ ବୋଝ। କଣ କହିଲ? ମୋ ବୋଉ ମୋ ପାଇଁ ବୋଝ? ସେ ମୋ ପାଇଁ କଣ କରିଛି ପଚାରୁଛ ନା? ଆରେ ସେ ମା ମୋତେ ଛୋଟରୁ ବଡ଼ କରିଛି। ମୁଁ ଯେତେବେଳେ ଖାଇବାକୁ ପାଉନଥିଲି ସେ ମା ମୋତେ ଖାଇବାକୁ ଦେଇଛି। ମୋର ଦେହ ଖରାପ ହେଇଯାଇଥିଲା, ସେ ମା ରାତି ଅନିଦ୍ରା ହେଇକି ମୋ ପାଖରେ ବସିକି ମୋର ସେବା କରିଛି। ଆଜି କି ତାକୁ ଭୁଲିଯିବେ ଯେ ମାକୁ? ଯୋଉ ମା ମୋତେ ଛୋଟରୁ ଆଜି ଏତେ ବଡ଼ କଲା, ଆଜି ମୋ ମୁଣ୍ଡକୁ ହାତ ପାଇଗଲା ବୋଲି ସେ ମାକୁ ଆଜି ମୁଁ ଭୁଲିଯିବି କହୁଛ? ତମକୁ ଟିକେ ଖରାପ ଲାଗୁନି? ମା ମା ଭଳିଆ ପବିତ୍ର ଶବ୍ଦ ଏ ଦୁନିଆରେ ଆଉ କିଛି ନାହିଁ। ଯେ ଜନ୍ମ କରିଛି 10 ମାସ 10 ଦିନ ପେଟରେ ରଖିକି ଏତେ କଷ୍ଟ ପାଇକି ମୁଁ ଜନ୍ମ କରିଛି, ତାକୁ ଭୁଲିଛି ବୋଲି କହୁଛ? ତାକୁ କହୁଛ ସେ ମୋ ପାଇଁ ବୋଝ? ମା ପାଇଁ ପୁଅ ଏମିତି କହିବାଟା ଠିକ କି ଭୁଲ ଆପଣମାନେ କମେଣ୍ଟରେ କୁହନ୍ତୁ।